राधे राधे सांग मैंने ये देखंतु जगन्नाथ बेकर जो कौस्तुभ माली पड़ी बा कौस्तुभ मणि बोलिकी भी कह तार महात्म्य कौन से किए प्रकृति में कौस्तुभ माली जो जगन्नाथ गलार पड़ी से कौन से विषय रे आसतु आमर साधु महाराज ठारू शुणी नबा भल से देखी नियंतु ए फोटो रे जगन्नाथ को बेकर जो कौस्तुभ माली पड़ी से किए प्रकृति रे से किए देखी नियंतु भल से देखी नियंतु। आरंभ हो जो कौस्तुभ राजा पत्नी की पचारे दिने जगन्नाथ बेकर जो कौस्तुभ हारटी पड़ी कौस्तुभ मणि कौस्तुभ हार ये हूँ सत्य जुगर कथा ऋष्य पुराण पाठ शुणाई राजा कौस्तुभ बोली जड़े सत्य जुगरे से रुले राजा कौस्तुभ तांकर पत्नी पद्मावती भी पचारुचंती रानी मैं बानप्रस्थ आश्रम को चली देखो आपण बानप्रस्थ आश्रम को जीवे जे मना कर किंतु आपण मोरी कोल गोटे पुत्र दे चली जा जिते कथा कहते राजा कौस्तुभ किसी दिन जावापर कोल पुत्रटे दे पुनरुपि पचारुंट कौस्तुभ जे थर मु मानप्रस्थ आश्रम को जापरि ना वर्तमान पुत्र तुम साबाल जो दिन नाबालक हो नाबालक तार पतिजीव से दिन तुम्हें राज अभिषेक अभिषेक करी से दिन मुझे तुमको अटकैबी राजा कौस्तुभ पुनरुपि वर्ष पर दिन दिन पर मास मास पर वर्ष ये बढ़ी बढ़ी चलला 12 वर्ष बीतीगला कहीं 12 वर्ष पर्यंत संतान बालक मान कन्या जी भी हो कहार दोष धरा जाए ना 5 वर्ष पर्यंत भगवान द्वापर जुगर लीला कर 5 वर्ष जो 12 वर्ष पर्यंत भगवान तेजा जुगर सत्य जुगर लीला कर तेणुक से समय से जे बड़ अपराध करदे तार पाप देखा जाए चित्रकूट तो देखिपारे हेले 12 वर्ष जावापर राजा कौस्तुभ पुत्र को राज अभिषेक करदे राज अभिषेक करी जिते पचारि पद्मावती जे कि मुझे बानप्रस्थ आश्रम को जापरि ना हाँ एथर आप सी कि पत्नी कि स्वामी सी पत्नी की पचारुंटे जे कि मुझे बानप्रस्थ आश्रम को जापरि से कहते कि हाँ तुम्हें एथर जापार मैंने बानप्रस्थ आश्रम मैंने कौटा कहुए जो तपस्या करने सब किसी परित्याग करके चली जाओ चली जाते केते जुग एमती चली जाए तपस्या भगवान दर्शन दौना कठिन कठिन तपस्या करे सी भगवान दर्शन दे जो कथा कि
ଆମର ଏଇ କଥାକୁ ନେଇକି ଲୋକ ଆଜି କଥା ମତରେ କହିଦେଉଛନ୍ତି ଯେ ପତ୍ନୀ କୋଳେ ପୁତ୍ର ଦେଇ ତେବେ ଚଳିବ ସନ୍ନ୍ୟାସୀ। ଏ କଥାଟା କୋଉଠୁ ଆସିଲା, କିଏ କାହାକୁ କୋଉ ସମୟରେ କହିଥିଲା, ସେଇଟାକୁ ଆଉ ବୁଝିବା ପାଇଁ କାହାର ନାହିଁ। କିନ୍ତୁ ସିଏ କହିଲା ତ ମୁଁ କହିଦେଲି, କିଏ କହିଲା ତ ସିଏ କହିଦେଲି। ହେଲେ ଯେତେବେଳେ ଭଗବାନ ଦର୍ଶନ ଦେଇଛନ୍ତି, ଭଗବାନଙ୍କୁ ମଧ୍ୟ ଭକ୍ତର କିଭଳି ପରୀକ୍ଷା ହେଉଛି ଯେ ହେ ପ୍ରଭୁ ତୁମେ ଭଗବାନ ବୋଲି ମୁଁ ବିଶ୍ୱାସ କେମିତି କରିବି, କେମିତି ଆଉ କିଏ ହେଇଥିବ। ତେଣୁକରି ତୁମେ ଯେମିତି ଅର୍ଜୁନଙ୍କୁ ଦିବ୍ୟ ନେତ୍ର ଦେଇଥିଲ, ବିଶ୍ୱରୂପ ଦର୍ଶନ କରେଇଥିଲ କୁରୁକ୍ଷେତ୍ର ଉପରେ, ଆଜି ମୋ ନେତ୍ର ବନ୍ଦ ରହିକିରି ମୁଁ ତୁମକୁ ଯଦି ଦର୍ଶନ କରିପାରିବି ତେବେ ଯାଇ ମୁଁ ବିଶ୍ୱାସ କରିବି ଯେ ତୁ ଭଗବାନ। ହେଲେ ଇଏ ତ ସତ୍ୟ ଯୁଗର ଘଟଣା। ଇଏ ତ କହୁଛନ୍ତି ଯେ କି ଅର୍ଜୁନ କହିଲେ ଦ୍ୱାପର ଯୁଗର କଥା, ତାହେଲେ ଏଠି କେମିତି ହେଲା? ନିଶ୍ଚିତ ପ୍ରଶ୍ନ ଆସିବ ଲୋକଙ୍କ ମନ ଭିତରେ, ଇଏ ହେଉଛି କି ନା ଏ ସତ୍ୟ ଯୁଗର କଥା ଋଷି ପୁରାଣ ଲେଖା ହେଲେ ତ ଦ୍ୱାପର ଯୁଗର କଥା ସେ କେମିତି ଜାଣିଛେ? ଆମେ ଜାଣିଛେ ଚାରିଟା ଯୁଗ ହେଇଥିବ, କିନ୍ତୁ এইଭଳି ଚାରି ଯୁଗ କେତେ ଚାରି ଯୁଗ ଗଲାଣି ତାର କି ହିସାବ ରଖିଛି କି ଆଜି ପର୍ଯ୍ୟନ୍ତ? କେତୁଟା ଦ୍ୱାପର ଗଲାଣି ହେଲି, କେତୁଟା ତ୍ରେତୟା ପଳେଇଲାଣି, କେତୁଟା କଳି ପଳେଇଲାଣି, ଏହାର ହିସାବ କିଏ ରଖିଛି? କିନ୍ତୁ ଆମେ ଜାଣିଛେ ଯେ ଜାଣୁଛେ ଯେ ଚାରିଟା ଯୁଗ ହେଇଥିବ। କେତେ କଳ୍ପ, କେତେ ମହାକଳ୍ପ ପଳେଇଗଲା। ମାର୍କଣ୍ଡ ଋଷି ପୁରା 6 ମହାକଳ୍ପ ବଞ୍ଚି ରହିଥିଲେ, 7 ମହାକଳ୍ପ। ସାତ ବର୍ଷର ବାଳକ 7 ମହାକଳ୍ପ ରହିଥିଲେ। ତେଣୁକରି ଯେତେବେଳେ ଭଗବାନ କହିଲେ ଚିତ୍ର ଭକ୍ତ ମୋର ହଉ, ଦିବ୍ୟ ଦର୍ଶନ ତାଙ୍କୁ ଦେଲେ, ନେତ୍ର ବନ୍ଦ ଖାଇକିରି ସେ ଦର୍ଶନ କଲେ ପ୍ରଭୁ ଧାମରତୀ। ତାପରେ ନେତ୍ର ଯେତେବେଳେ ନେତ୍ର ଖୋଲିଛନ୍ତି, ନେତ୍ର ବନ୍ଦ ଅବସ୍ଥାରେ ଦର୍ଶନ ପାଇଲେ ଏବଂ ନେତ୍ର ଖୋଲିକି ମଧ୍ୟ ଦର୍ଶନ ପାଇଲେ। କହିଲେ ପ୍ରଭୁ ମୁଁ ତୁମକୁ 4ଟି ବର ମାଗିବି, କିନ୍ତୁ ତୁମେ ବଡ଼ କପଟ, ତୁମେ ଠକି ଦେଇ ପଡ଼ି ଯାଇପାର। ଯେ କି ଦ୍ୱାପର ଯୁଗରେ ବଳି ଭଳି ରାଜା ଯେ ବଡ଼ ଜ୍ଞାନୀ ଥିଲେ, ମୋର ସେ ପରମ ଭକ୍ତ ଥିଲେ, ତୁମେ ତାଙ୍କୁ ସତ୍ୟ କରିକି ବର ମାଗି ଦେଇଥିଲେ। କାହିଁ ସେ କ'ଣ ବର ଦେଇନଥାନ୍ତେ? ସେ କ'ଣ ଦାନ କରିନଥାନ୍ତେ? ତୁମେ ତାଙ୍କୁ ବର ମାଗିବା ପାଇଁ ସତ୍ୟ କରିଦେଲ। ହେଲେ ଆଜି ତୁମେ ମଧ୍ୟ ଉପର ହସ୍ତରେ ଜଳ ଟେକି ଦେବ, ତଳ ହସ୍ତରେ ଯେଉଁ ଦକ୍ଷିଣାବର୍ତ୍ତୀ ଶଙ୍ଖରେ ବଳିରାଜା ଯେଭଳି ତୁମେ କହିଥିଲ, ବାମନ ଅବତାରରେ ଯାଇକିରି ସତ୍ୟ କରିଥିଲ, ଆଜି ସେଇଭଳି ସତ୍ୟ କରିବ। ଆଜି 14 ବ୍ରହ୍ମାଣ୍ଡ, 21 ଭୁବନ ସମସ୍ତେ ସାକ୍ଷୀ ରହିବେ, ତେବେ ଯାଇକି ବର ମାଗିବ। ଭଗବାନ କହୁଛନ୍ତି ଯେ କି ହେ କହୁଥିବ ମୋ ଉପରେ ମୋର ବିଶ୍ୱାସ ନାହିଁ ବୋଲି ନା, ତମ ଉପରେ ମୋର ବିଶ୍ୱାସ ନାହିଁ। ଏଡ଼େ ବଡ଼ ଭକ୍ତ ଉପରେ ତମର ଯେତେବେଳେ ବିଶ୍ୱାସ ନହେଲା, ତାହେଲେ ମୁଁ ତମ ଉପରେ କେମିତି ବିଶ୍ୱାସ କରିବି? ତେଣୁକରି ତୁମେ ଆଜି ଉପରସ୍ତରେ ଜଳ ଟେକିବ, ମୁଁ ତଳ ହସ୍ତରେ ଜଳ ଧରି ସତ୍ୟ କରିବି, ତେବେ ଯାଇ ବର ମାଗିବ। ଠିକ୍ ଅଛି, ତାହେଲେ ସତ୍ୟ କରିବି। ଆଉ ଭଗବାନ ସତ୍ୟ କରିଦେଲେ। ଯେତେବେଳେ ସତ୍ୟ କରିଦେଇଛନ୍ତି, ଏଥର କ'ଣ ବର ମାଗିବ ନା? ହଁ, ଏଥର ବର ମାଗିବ। ନ ମାଗ ନା। ପ୍ରଥମ ବର ହେଲା ସୁଦର୍ଶନରେ ମୋର 2 ଜାନୁ ଆପଣ କାଟି ଦିଅନ୍ତୁ, 2 ଗୋଡ଼ କାଟି ଦିଅନ୍ତୁ। ଭଗବାନ କାଟିଦେବେ। ତୃତୀୟ ଭାଗ ମୋର ବକ୍ଷସ୍ଥଳରୁ ଅଲଗା କରିଦିଅନ୍ତୁ। ଭଗବାନ ସେତକ ମଧ୍ୟ କରିବେ। ଚତୁର୍ଥ ବର
ତୃତୀୟ ବର ମୋର ବେକ ପାଖରୁ ତାକୁ ଅଲଗା କରିଦିଅନ୍ତୁ। ସେଥିପାଇଁ ଭଗବାନ କହିଲେ ପ୍ରଭୁ ଏ କୌସ୍ତୁଭ ମୁଁ ଆଉ ପାରିପାରିବି, ତୁମକୁ ବର ମୁଁ ଆଉ ଦେଇପାରିବି। ଠିକ ଅଛି, ଯାଅ, ତୁମେ ସତ୍ୟ କରିଛ, ଯେ ସତ୍ୟ ଭଙ୍ଗ କରିକି ତୁମେ ଯିବାର ଅଛି, ଚାଲିଯାଅ। ଭଗବାନ ସତ୍ୟ କରିଛନ୍ତି ଭକ୍ତ ପାଖରେ, ଆଉ ଯିବେ କୁଆଡ଼େ? ଚତୁର୍ଥ ବର ଏଥର କ'ଣ ଆଉ କ'ଣ ଅଛି ମାଗ? ଚତୁର୍ଥ ବର ମାଗ ନା ଏ ମୁଖ ଶ୍ରୀମୁଖ ଦେଖୁଥିବ ଯୁଗେ ଯୁଗେ ରାମ ନାମ ନେଉଥିବ। ଭଗବାନ ଚିନ୍ତା କଲେ କୋଉଠି ନେଇକି ରଖିବି ୟାଙ୍କୁ, ଯିଏକି ବର ମାଗିଲେନି ଯେ ଏ ମୁଖ ଶ୍ରୀମୁଖ ଦେଖୁଥିବ, ଯିଏକି ମୋର ଏଇ ମୁଖଟା ଏ ଶ୍ରୀମୁଖକୁ ସଦା ସର୍ବଦା ଦେଖୁଥିବ। এই মুখ শ্রীমুখ দেখুথিব অর্থ কোন? যে মুখটা সদা সর্বদা তোমার এই শ্রীমুখটাকে দেখুথিব আর যুগে যুগে রাম নাম নেউথিব। ভগবানଙ୍କର ବୁଦ୍ଧିଶୂନ୍ୟ ହୋଇଗଲା। ପ୍ରଭୁ ସେଇଦିନ ତାଙ୍କୁ କୌସ୍ତୁଭ ହାର ରୂପରେ ବେକରେ ଧାରଣ କରି ସଦା ସର୍ବଦା ପାଇଁ ତାଙ୍କର ଗଳାର ହାର। এই କୌସ୍ତୁଭ ହାରଟିକ ପାଇଁ କେତେ ନାଟ ହେଇଯାଇଛି, କିନ୍ତୁ ପ୍ରଭୁ ସେଦିନ ଠାରୁ କୌସ୍ତୁଭ ହାରଙ୍କୁ କେବେ ତାଙ୍କର ଗଳାର ଦୂର କରିପାରିନାହାନ୍ତି। କାହିଁକି ନା ଭକ୍ତ ପାଖରେ ସେ ଅପରାଧୀ ହେଇଯିବ। ଯଦି ନିମିଷକ ପାଇଁ ତାଙ୍କୁ କେବେ ଦୂର କରନ୍ତି ତାହେଲେ ସେ ସେଦିନ ତେଣୁକରି ସେ କୌସ୍ତୁଭ ହାର ନା କୌସ୍ତୁଭ ମଣି ବା କୌସ୍ତୁଭ ହାର ଉପରେ ତାଙ୍କୁ ସେ ଗ୍ରହଣ କରିବା। राधे राधे।